ପାଞ୍ଚଶହୀ ଶ୍ରଦ୍ଧାଞ୍ଜଳି ଦଶମ ବାର୍ଷିକ ଦିବସ ପାଳନ କରିଛି ଗୁମୁଡୁ ମାହା। ଏବେ ବି ଗୁମୁରି କାନ୍ଦୁଛି ଗୁମୁଡୁ ମାହା। କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକର ପରମପାଙ୍ଗା ଗ୍ରାମ ପଞ୍ଚାୟତର ଗୁମୁଡୁ ମାହା ଗାଁରେ ଆଜି ପାଞ୍ଚଶହୀ ଶ୍ରଦ୍ଧାଞ୍ଜଳି ଦିବସ ପାଳନ କରାଯାଇଛି। 2016 ମସିହା ଜୁଲାଇ 8 ତାରିଖ ଗୁମୁଡୁ ମାହା ଗ୍ରାମବାସୀଙ୍କ ପାଇଁ ସାଜିଥିଲା ଏକ କାଳ ରାତି। ମନରେଗା ଟଙ୍କା ଉଠାଇ ବାଲିଗୁଡ଼ାରୁ ନିଜ ଘରକୁ ଫେରୁ ଫେରୁ ରାତି ପ୍ରାୟ 8:30 ଠିକ୍ ସେତିକିବେଳେ ଏକ କଲଭେଟଠାରେ ଅଟୋରିକ୍ସା କାଦୁଅରେ ପଶି ଯାଇଥିଲା। ସେତିକିବେଳେ ମହିଳାମାନଙ୍କୁ ଅଟୋରିକ୍ସାରୁ ଓହ୍ଲାଇ ଯିବା ପାଇଁ ପୁରୁଷମାନେ କହିଥିଲେ। ଆଉ ପୁରୁଷମାନେ ଅଟୋଟିକୁ କାଦୁଅରୁ ବାହାର କରି ଭଲ ଜାଗାକୁ ନେଇ ସମସ୍ତେ ବସିବା ବେଳେ ଅଚାନକ ଏସ୍ଓଜି ଯବାନମାନଙ୍କ ବନ୍ଧୁକରୁ ଗୁଳିବର୍ଷା ହୋଇଥିଲା। ଅଟୋଟିରେ ସମୁଦାୟ 22 ଜଣ ଆସୁଥିଲେ। ସେଥିମଧ୍ୟରେ ଏକ 13 ମାସର ଶିଶୁ ବି ସାମିଲ ଥିଲା। ତେବେ ଏସ୍ଓଜି ଯବାନଙ୍କ ଅତର୍କିତ ଆକ୍ରମଣରେ ନିଷ୍ପାପ ଶିଶୁ ସମେତ 5 ଜଣ ନିରୀହ ଆଦିବାସୀଙ୍କ ଜୀବନ ଚାଲିଯାଇଥିଲା ଏବଂ 7 ଜଣ ଗୁରୁତର ଆହତ ହୋଇଥିଲେ। ତେବେ ଦେଖୁ ଦେଖୁ ବିତିଗଲାଣି 10 ବର୍ଷ। ଏବେ ବି ଝୁରୁଛି ଗୁମୁଡୁ ମାହା। 2016 ମସିହା ଠାରୁ ଆଜି ପର୍ଯ୍ୟନ୍ତ ଗୁମୁଡୁ ମାହା ଗ୍ରାମବାସୀମାନେ ଜୁଲାଇ 8 ତାରିଖରେ 5 ଶହୀଦଙ୍କ ଆମର ଆତ୍ମାର ଶାନ୍ତି ପାଇଁ ଶ୍ରଦ୍ଧାଞ୍ଜଳି ଦିବସ ରୂପେ ପାଳନ କରୁଛନ୍ତି। ଏହି ଦିନରେ 10 ବର୍ଷ ତଳର 2016ର ସେ ଛାତି ଥରା ଲୋମହର୍ଷଣକାରୀ ଭୟାବହ ଗୁଳିକାଣ୍ଡରେ 5 ଜଣ ଗୋଟିଏ 1.5 ବର୍ଷର ଶିଶୁ ସାଙ୍ଗରେ ଗେହଜ ଦିଗାଳ ସାଙ୍ଗରେ ଯେଉଁଭଳି ଭାବରେ 5ଟା ଜୀବନ ଚାଲିଗଲା, ସେ କଥା ମନେ ପକାଇଲା ବେଳକୁ ଆଜି ନିଜର ଲୋମ ଟାଙ୍କୁରି ଉଠୁଛି। ସେ ଲୋମ ଟାଙ୍କାର ଦୃଶ୍ୟ ଆଜି ବି ମନରୁ ଭୁଲି ନାହୁଁ। ଆଜି ତାଙ୍କର ଜୁଲାଇ 8 ସେହି ଦିନରେ 10 ବର୍ଷର ପରିପ୍ରେକ୍ଷୀରେ ତାଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିବା ପାଇଁ ଗାଁରେ ସମସ୍ତେ ଏକତ୍ରିତ ହେଇଛୁ ଏବଂ ଆଜି ହିସାବ ହେବ ପ୍ରକୃତରେ 5 ଜଣଙ୍କର ଯେଉଁଭଳି ଭାବରେ ନିଧନ ହେଲା ଏବଂ ପୁଲିସ ଗୁଳିରେ ଯେଉଁଭଳି ଭାବରେ ପୋକମାଛି ଭଳିଆ ଆମ ଲୋକ ମଲେ, ତାପରେ ଗାଁରେ କ'ଣ ହେଇଛି ଏବଂ ଗାଁ ଯେଉଁଭଳି ଭାବରେ ଅବହେଳିତ ଥିଲା ତାର ପାଇଁ ସରକାର ବାହାଦୁର କ'ଣ କରିଛନ୍ତି। ଆଉ ଆମେ ଏତେ କ୍ଷତି ସହିଲା ପରେ ଗାଁରେ ପ୍ରକୃତରେ ଶାନ୍ତି ଫେରିଛି କି ନାହିଁ, ଲୋକଙ୍କର ଭତ୍ତାଠୁ ଆରମ୍ଭ କରିକି ଶିକ୍ଷାଠୁ ଆରମ୍ଭ କରି ଅନ୍ୟ ସବୁ ବ୍ୟବସ୍ଥା କେମିତି ଅଛି ତାର ମଧ୍ୟ ଗାଁରେ ତାଙ୍କୁ ଶ୍ରଦ୍ଧାସୁମନ ଦେବା ପରିପ୍ରେକ୍ଷୀରେ ଆଲୋଚନା ହେବ, ଆତ୍ମସମୀକ୍ଷା ହେବ। ଆଜି ପୁଣି ମୋର ଗଭୀରତମ ପ୍ରଦେଶରୁ ସେହିଦିନ ଲଢ଼ୁଥିବା ମଣିଷ ହିସାବରେ ଲୋକଙ୍କର ସ୍ୱର ହେଉଥିବା ପରିପ୍ରେକ୍ଷୀରେ ଆଜି ମୁଁ ତାଙ୍କୁ ମୋର ଅନ୍ତରର ଗଭୀରତମ ପ୍ରଦେଶରୁ ଶ୍ରଦ୍ଧାସୁମନ ଅର୍ପଣ କରୁଛି। ଯେଉଁଭଳି ନିରୀହ ଜୀବନ 5ଟା ଚାଲିଗଲା, ତାଙ୍କର ଆତ୍ମା ଶାନ୍ତିରେ ରହୁ, ଠାକୁରେ କରନ୍ତୁ, ତାଙ୍କୁ ବାହ୍ୟଛାଳ ତଳେ ତାଙ୍କୁ ରଖନ୍ତୁ। କ'ଣ କହିବେ ସାର୍? 2016 ମସିହାରେ ଆପଣ ବି ବିଧାୟକ ଥିଲେ, ଘଟଣା ସମ୍ପର୍କରେ କ'ଣ କହିବେ ସାର୍? ମୁଁ କ'ଣ କହିବି, ଆପଣମାନଙ୍କୁ ପ୍ରଥମେ ସ୍ୱାଗତ ଜଣାଉଛି ଯେ 2016 ମସିହାରେ ଗୁମୁଡୁମାରେ ଗୋଟେ ଦୁର୍ଘଟଣା ଘଟିଗଲା। ଯେଉଁ ଘଟଣାରେ ସେ ସମୟରେ ମୁଁ ବିଧାୟକ ଥିଲି ସତ, କିନ୍ତୁ ମୁଁ ସେହି ସମୟରେ ବହୁତ ମର୍ମାହତ ହୋଇଥିଲି। କିନ୍ତୁ ବିଭିନ୍ନ ସମସ୍ୟା ନେଇକରି ହେଇଥିଲା। ଏଇଠି ଆମର 5 ଜଣ ମା ବାପା ଗୋଟେ ଛୋଟ ଛୁଆ ବି ଶହୀଦ ହେଇଗଲେ। ତା ସାଙ୍ଗରେ ଆଉ 3 ଜଣ ସେମାନେ ମେଡ଼ିକାଲ ଟ୍ରିଟମେଣ୍ଟରୁ ଭଲ ହେଲେ। ଆଜି ତାଙ୍କର 10ତମ ଶହୀଦ ଦିବସ ଆମେ ପାଳନ କରୁଛେ। ପ୍ରତିବର୍ଷ ମୁଁ ଆସେ, ଯେହେତୁ ସେ ସମୟରେ ମୁଁ ବିଧାୟକ ଥିଲି, ମୋତେ ବି ସବୁବେଳେ ଖବର ଦିଅନ୍ତି। ଏ ଗାଁର ଦୁଃଖ ସୁଖରେ ମୁଁ ସବୁବେଳେ ଜଡ଼ିତ, ଠିଆ ହୁଏ, ଭଲ ମନ୍ଦରେ ମଧ୍ୟ। ସେଥିପାଇଁ ମୋତେ ଭୁଲନ୍ତି ନାହିଁ, ଡାକନ୍ତି। ଆଉ ପ୍ରକୃତରେ ଏ ଅଞ୍ଚଳରେ ବହୁତ ଅସୁବିଧାର ଥିଲା। ରାସ୍ତା, ରୋଡ଼, ପିଇବା ପାଣି, ଲାଇଟ୍, ନେଟୱାର୍କ ଏ ସମସ୍ୟା ଥିଲା। ତା ପରବର୍ତ୍ତୀ ସମୟରେ ଗାଁ ଲୋକଙ୍କର ଯେଉଁ ଡିମାଣ୍ଡ ଥିଲା, ସେମାନେ ଜିଦ୍ ଧରିଥିଲେ ଯେ ଏଇ ସମସ୍ୟା ଆମର ସମାଧାନ କଲେ ଆମେ ତାଙ୍କର ଗୋଟେ କ'ଣ ମନସ୍କାମନା ପୂରଣ ହେବ ବା ତାଙ୍କର ଶହୀଦ ଦିବସରେ ତାଙ୍କ ପାଇଁ ଆମେ ଉନ୍ନତି ହେଲୁ ବୋଲି ସବୁବେଳେ ମନେ ରଖିଥିବୁ ବୋଲି ଡିମାଣ୍ଡ କରିଥିଲେ। ସେଇଟା ସରକାର ଆଜି କରିଦେଇଛନ୍ତି। ବର୍ତ୍ତମାନ ଯେଉଁଟାକି ତାଙ୍କର ଆବଶ୍ୟକତା ଥିଲା ଆମର ସେଇଟା ପୂରଣ ହେଇଛି। ଆଉ କିଛି ରହିଯାଇଛି,
ସେଟା ମଧ୍ୟ ସବୁବେଳେ ତାଙ୍କର ଡିମାଣ୍ଡ ରହୁଛି। ବର୍ତ୍ତମାନ ସରକାର ଯେଉଁ ଅଛନ୍ତି ତାଙ୍କୁ ମୁଁ ନିବେଦନ କରୁଛି ଆଜିର ଦିନରେ ଯାହା ସମସ୍ୟା ଅଛି କିଛି ସମାଧାନ କଲେ ଆମର এই ଅଞ୍ଚଳବାସୀ ଉପକୃତ ହେବେ ବୋଲି ମୁଁ ନିବେଦନ ରଖୁଛି। ସାର୍ ଆଜିକା ଡେଟ୍ରେ ପୂର୍ବ ନ୍ୟାୟ ତ କିଛି ମାତ୍ରାରେ ମିଳିଛି ଆଉ ରହିଯାଇଛି ତାଙ୍କର କହିବା ଅନୁସାରେ, ଆଉ କ'ଣ ରହିଯାଇଛି ତାଙ୍କର ଡିମାଣ୍ଡ ସେଟା ମୁଁ କହିପାରୁନାହିଁ। ତାଙ୍କ ସାଙ୍ଗରେ ବସି ଆଲୋଚନା କଲେ ଜଣାପଡ଼ିବ। ହୁଏତ ବର୍ତ୍ତମାନ ସରକାର ଯେଉଁ ଅଛନ୍ତି ପ୍ରତିନିଧିମାନେ ତାଙ୍କ ସହିତ ଆଲୋଚନା କରିଥିବେ ମୁଁ ଭାବୁଛି, ଯାହା ନିଶ୍ଚିତ ଭାବରେ ଥିବ ତାଙ୍କର ଡିମାଣ୍ଡ ରହିଛି, ଭବିଷ୍ୟତରେ ବୋଧେ ସେଟା ସମାଧାନ ହେଇପାରେ ବୋଲି ମୁଁ ଭାବୁଛି। କନ୍ଧମାଳ ଜିଲ୍ଲା ବାଲିକୁଡ଼ାରୁ ରୋହନ କୁମାର ନନ୍ଦଙ୍କ ରିପୋର୍ଟ, ଭଏସ୍ ଅଫ୍ ଓଡ଼ିଶା ଲାଇଭ୍।